हेलो फ्रेंड्स जय जगन्नाथ। तो ये सकाଳେ ହେଇଗଲାଣି ତ ମୁଁ ଧନକୁ ସ୍କୁଲ ବି ଛାଡ଼ି ସାରିଲିଣି। ଏଠି ତାର ମୁଁ ବ୍ରେକଫାଷ୍ଟରେ ତାକୁ ଆଜି ଆଳୁ ପରଟା ବନେଇଥିଲି ତ ଆଳୁ ପରଟା ଦେଇଥିଲି ଦେନ୍ ଆମ ପାଇଁ ବି ବନେଇକି ମୁଁ ରଖିଦେଇଥିଲି। ମୁଁ ଏଠି ଆଳୁ ପରଟାକୁ ସେଜୱାନ୍ ସସ୍ ଖାଉଥିଲି, ସାରଙ୍କ ପାଇଁ ବି ରଖିଥିଲି, ସାର ବି ଖାଇଲେ। ତ ଏଇଠି ମୁଁ ବସେଇ ଦେଇଛି ମଟନ୍। କ'ଣ ମୁଁ ଜଲ୍ଦି ଜଲ୍ଦିରେ ହିଁ ଅଛି, ଦେନ୍ ଭିଡ଼ିଓ ବି ମୁଁ ସ୍ପିଡ୍ କରିଦେଇଛି କାରଣ ସାର ଧରିକି ଆସିଲେ 11ଟା ଅଧକୁ ମଟନ୍, ଦେନ୍ ପିଲାକୁ ବି ମୋତେ ଖୁଆଇବାର ଅଛି, ସବୁ କାମ ଅଛି। ତ ତାଙ୍କୁ ସକାଳେ ତ ଟାଇମ୍ ହେଉନି, ସକାଳେ ଶୋଇକି ତ ହେଉଛନ୍ତି 10ଟା ବେଳେ ଉଠିକି ତାଙ୍କେ ଯାଉଛନ୍ତି ଧରିକି ଆସୁଛନ୍ତି, ଦେନ୍ ମୁଁ ରାନ୍ଧୁଛି। ଏଇଠି ସବୁ ଭାତ ଗାଳିକି ବାସନ ଫାସନ ସବୁ ରଖିଦେଉଥିଲି କାରଣ ଯେହେତୁ ଧନ ମଟନ୍ ଖାଇବନି, ଧନ ଅଣ୍ଡା ବି ଖାଉନି, ସେ ଏତେ ଭଲସେ ନନଭେଜ୍ ବି ଖାଉନି। ତ ସେଇଥିପାଇଁ ମୁଁ ତା ପାଇଁ ମାନେ ଯେମିତି ଡାଲି ତ ଆମର ଯେମିତି କମ୍ପଲସରି ହବାଟା ହବ, ନହେଲେ ନାହିଁ ସେ ଭାତ ଖାଇବନି। ପାଣି ଭାତ ଦେଲେ ବି ତାର ଲେଟ୍ ହିଁ, ସେଥିପାଇଁ ଭାତ ଡାଲି ଧନ ପାଇଁ ଏକ୍ସଟ୍ରା ହେଲା, ମାନେ ଏକ୍ସଟ୍ରା ନାହିଁ, ଭାତ ତ ହେଇଯାଇଥିଲା, ଡାଲି ଏକ୍ସଟ୍ରା ଗୋଟେ ହେଲା, ଝୋଳ ଆଣିକି ସାର୍ ଖାଇଦେବେ। ତାପରେ ଏଇଠି ହେଲା ମାଛ ବି ଥିଲା, କାଲି ଯେହେତୁ ମାଛ ବି ଭାଜିବା ପାଇଁ ମୁଁ ସେଠି ମ୍ୟାରିନେଟ୍ କରିବି ରଖିଦେଇଛି। ତ ଧନ ସ୍କୁଲରୁ ବି ପଳେଇ ଆସିଥିଲା, ତାକୁ ଧରିକି ବି ପଳେଇ ଆସିଥିଲେ। ତ ଧରିକି ଆସିକି ହିଁ ମଟନ୍ ଫଟନ୍ ସବୁ ଆଣିଥିଲେ, ମୁଁ ବସେଇ ଦେଇଥିଲି। ଧନ ସ୍କୁଲରୁ ଆସୁ ଆସୁ ଭୋକ ଭୋକ ହୁଏ, ଦେନ୍ ଏଇଠି ବସେଇବି ନା ତାକୁ ଖୁଆଇବି ମୁଁ କିଛି ବି ବୁଝିପାରିଲିନି। ଦେନ୍ ପୁରା ଫାଷ୍ଟ ମୁଁ ବସେଇଦେଲି, ମଟନ୍ ସବୁ ବସେଇଲି କାରଣ ମଟନ୍ ହେବାକୁ ଯେମିତି ହେଲେ ଟାଇମ୍ ଲାଗିବ ହିଁ। ଭାତ ତ ହେଇଯାଇଥିଲା, ଏଇଠି ବାସନ ଫାସନ ବି ସବୁ ରଖିଦେଲା ପରେ ଧନକୁ ଯାଇକି ସେଇଠି ଖୁଆଇବି। ତ ଏଇଠି କ'ଣ ହେଇଥିଲା ନା ସାର୍ କହିଥିଲେ ହଁ ମାଂସଟା ବହୁତ ବଢ଼ିଆ ବାସ୍ନା ହେଉଥିଲା ଆଜି ମଟନ୍ଟା ଯେଉଁ ଆଣିଥିଲେ। ଦେନ୍ ସେଇଠି ନା ସେ ଅଧିକାଂଶ ଚର୍ବି ହିଁ ଦେଇଥିଲେ। ସେ ଆଜି ଆଉ ଗୋଟେ ଦୋକାନରୁ ଆଣିଥିଲେ, ତାକୁ ବିଶ୍ୱାସ କରିକି ଆଣିଥିଲେ, ବଟ୍ ସେ ଚର୍ବି ହିଁ ଖାଲି ଦେଇଦେଇଛି, ଗୋଟେ 3-4 ପିସ୍ ପୁରା ପୁଷେ ହବ ଚର୍ବି ହିଁ ଦେଇଦେଇଛି। ଯାହାଫଳରେ କି ମୁଁ ତାଙ୍କୁ ଡାକୁଥିଲି, ତାଙ୍କେ ଆସିଲେନି, ଦେଖାଯାଉ ଆସିଲେ ତାଙ୍କେ ଦେଖିକି କ'ଣ କହୁଛନ୍ତି। ତାପରେ ଯେତେବେଳେ ଡାକିଲି ତାଙ୍କେ ଆସିଥିଲେ, ସେ ଭିଡ଼ିଓଟା ମୁଁ କରିପାରିନି। ତ ତାଙ୍କେ ଆସିକି କହିଲେ ହେ ମୋତେ ଠକିଦେଲା ବୋଲି କହିଲେ। ତାଙ୍କେ ଯେଉଁ ଦୋକାନରୁ ମଟନ୍ ଆଣିଥିଲେ ସେ ଦୋକାନ ବାଲା ନଥିଲା ଆଜି, ଯେହେତୁ ବନ୍ଦ ଥିଲା, ସେଇଥିପାଇଁ ଆଉ ଗୋଟେ ଦୋକାନରୁ ତାଙ୍କୁ ଆଣିବାକୁ ପଡ଼ିଲା ଆଜି। ମୋତେ ଯେହେତୁ ମଟନ୍ ଇଚ୍ଛା ନାହିଁ, ମୁଁ ମଟନ୍ ଛାଡ଼ିକି 10 ବର୍ଷ ଏମିତି ହେଇଯାଇଥିବ। ତ ଯେହେତୁ ମାଛ ଥିଲା, ମାଛ ଭଜା ଆଣିକି ମୁଁ ଖାଇଦେଲି ଭାତ, ଦେନ୍ ଟିକେ ଡାଲି। ଦେଖିପାରୁଥିବେ ମଟନ୍ ଝୋଳଟି କେମିତି ଦେଖାଯାଉଛି। ଇଭିନିଂ ମୁଁ ଶୋଇକି ଉଠିକି ଟିକେ ପଳେଇଥିଲୁ ମାର୍କେଟ, ଖାଇବା ପାଇଁ ଟିକେ ଚାଟ୍ ଯାଇଥିଲୁ, ବଟ୍ ଚାଟ୍ ଦୋକାନ ବନ୍ଦ। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍, କମେଣ୍ଟ ନିଶ୍ଚୟ ଭାବରେ କରନ୍ତୁ।